ओडियाଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ରାଧା ବଲ୍ଲଭ ମଠ ମହନ୍ତ ରାମକୃଷ୍ଣ ଦାସ ମହାରାଜ କହିଛନ୍ତି, ବାମଦେବ ସଂହିତାରେ ଉଲ୍ଲେଖ ରହିଛି ମହାପ୍ରଭୁ ପଡ଼ିଗଲେ ରାଜ୍ୟ ଉପରେ ବିପଦ ଆସିପାରେ, ରାଜାଙ୍କ ଉପରେ ପ୍ରଭାବ ପଡ଼ିପାରେ। ଏହି ଘଟଣାକୁ ଅବହେଳା ବୋଲି କହିଛନ୍ତି ମହନ୍ତ ମହାରାଜ। ଯାହା ହେଲା ସେଥିରେ ଅଭିଜ୍ଞତାର ଅଭାବ ରହିଲା। ଅଭିଜ୍ଞତା ଥିବା ବରିଷ୍ଠ ଦଇତାପତିମାନେ ପହଣ୍ଡିରେ ନିଜକୁ ସାମିଲ କରନ୍ତୁ ବୋଲି ସେ କହିଛନ୍ତି। ଯେତେବେଳେ ଚାଲୁଛି ପହଣ୍ଡି ସେ ସମୟରେ ଗୋଟେ ସତର୍କତାର ସହିତ ସବୁ ଜିନିଷ ସମ୍ପନ୍ନ କରିବା ଦରକାର। ନିଶ୍ଚିତ ଭାବରେ ଗୋଟେ ଅବହେଳା ଭଳି ଲାଗୁଛି ଯେ ସେଇଭଳି ଭାବରେ ଅଭିଜ୍ଞତା ସମ୍ପନ୍ନ ପୁରୁଖା ଦଇତାପତିମାନେ ସେଥିରେ ମଧ୍ୟ ଟିକେ ଦୂରେଇ ରହୁଛନ୍ତି, ସାମିଲ ହେଇପାରୁନାହାନ୍ତି। ଯାହା ମାନେ ଯେଉଁ ଫଳରେ କି ପିଲାମାନେ ଏ କାମ କରୁଛନ୍ତି, ତେଣୁ ଅଭିଜ୍ଞତା ଟିକେ ଅଭାବ ରହୁଛି। ଯାହାଫଳରେ ମହାପ୍ରଭୁଙ୍କର ସେ ଯେଉଁ ଚାରମାଳରେ ଅଘଟଣ ଘଟିଲା ତାର ଏକ ଜ୍ୱଳନ୍ତ ନିଦର୍ଶନ ଭଳିଆ ଲାଗୁଛି। ତେଣୁ ଆଗାମୀ ଦିନରେ ସମସ୍ତେ ଆମେ ନିବେଦନ କରିବା ଯେ ସମସ୍ତ ଦଇତାପତିମାନେ ଯେଉଁମାନେ କି ତାଙ୍କର ଅଭିଜ୍ଞତା ରହିଛି ଏସବୁ ପହଣ୍ଡି କାର୍ଯ୍ୟରେ ନିଜକୁ ନିୟୋଜିତ କରନ୍ତୁ, ମହାପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରନ୍ତୁ। ଏହା ହିଁ ଆମେ ନିଶ୍ଚିତ ଭାବରେ କାମନା ରଖିବା। ତେଣୁ ଏଇଭଳି ଆଗାମୀ ଦିନରେ କିପରି ନ ହେବ ଏସବୁ ଜିନିଷକୁ ଦୃଷ୍ଟିରେ ରଖିବା। ତାପରେ ଜ୍ୟୋତିଷମାନେ ମଧ୍ୟ କହିସାରିଲେଣି ଯେ ମହାପ୍ରଭୁ ପଡ଼ିଯିବାଟା ମଧ୍ୟ ଗୋଟେ ଆଗାମୀ ଦିନରେ ଅଶୁଭ ସୂଚନା। ତେଣୁ ମହାପ୍ରଭୁଙ୍କ ଶାସ୍ତ୍ରରେ ମଧ୍ୟ ଲେଖାଯାଇଛି ଯେକି ବାମଦେବ ସଂହିତାରେ ରହିଛି, ମହାପ୍ରଭୁ ଯଦି ପଡ଼ିଯିବେ ତାହେଲେ ରାଜ୍ୟକୁ ଏକ ନିଶ୍ଚିତ ଭାବରେ ଗୋଟେ ବିପଦ ଆସୁଛି ଏବଂ ରାଜାଙ୍କ ଉପରେ ମଧ୍ୟ ତାର ଗୋଟେ ପ୍ରଭାବ ପଡ଼ିବ। ତେଣୁ ଏସବୁ ଜିନିଷକୁ ଆମେ ନିଶ୍ଚିତ ଭାବରେ ସତର୍କତା ସହିତ ଆଗାମୀ ଦିନରେ ଏସବୁ ଜିନିଷକୁ ଲକ୍ଷ୍ୟ କରିବା। ତେଣୁ ଏହା ହିଁ କାମନା।